ପୁରୀ ଜିଲ୍ଲା ଗୋପବଲ ଗଣେଶପୁର ପଞ୍ଚାୟତ ସୁବର୍ଣ୍ଣପୁର ଗାଁର ସଫଳ ଯୁବ ମାଛ ଚାଷୀ ଜ୍ଞାନସ୍ୱରୂପ ସାହୁଙ୍କ ନିକଟକୁ ଆସିଛି ରାଷ୍ଟ୍ରପତି ଭବନରୁ ଚିଠି। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପୁରୀ ଜିଲ୍ଲାର ଏକମାତ୍ର ସଫଳ ଚାଷୀ ଭାବେ ରାଷ୍ଟ୍ରପତିଙ୍କୁ ଭେଟିବା ନିମନ୍ତେ ଜ୍ଞାନସ୍ୱରୂପ ସାହୁଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ହଠାତ୍ ଚିଠି ମିଳିବା ପରେ ଜ୍ଞାନ ଓ ତାଙ୍କ ପରିବାରଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ଖାଲି ପରିବାର ନୁହେଁ, ପୁରୀ ଜିଲ୍ଲାର ଚାଷୀମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ଆସିବା ପରେ ପିତା, ମାତା ଓ ଧର୍ମପତ୍ନୀ ଗର୍ବିତ ଥିବାବେଳେ ଜ୍ଞାନସ୍ୱରୂପ ନିଜକୁ ଧନ୍ୟ ମନେ କରିଛନ୍ତି। ମୁଁ ପୁରୀ ଜିଲ୍ଲା ଗୋବଲ ଗଣେଶପୁର ଗ୍ରାମ ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମର ଜଣେ ମାଛ ଚାଷୀ। ମୋ ନାଁ ଜ୍ଞାନସ୍ୱରୂପ ସାହୁ। ନିଶ୍ଚିତ ଭାବରେ ଏ ଯୋଉ ସମ୍ମାନଟା ଆସିଛି ଏଟା କେବଳ ମୋର ନୁହଁ, ଜିଲ୍ଲା ପାଇଁ ମଧ୍ୟ ଏଟା ଗୋଟେ ବଡ଼ ଉପର ସମ୍ମାନ। ଆଉ ଆମେ ଯେତେବେଳେ ଇନଭିଟେସନଟା ପାଇଛୁ ଆମେ ତ ବହୁତ ଖୁସି ଅଛୁ ଏଇ ସବୁ ଜିନିଷ ନେଇକରି। ଆମେ କେବେ ଭାବିନଥିଲୁ ଯେ ଜଣେ ମାଛ ଚାଷୀ ହିସାବରେ ଆମକୁ ଏତେ ବଡ଼ ଆୱାର୍ଡକୁ ଫଙ୍କସନକୁ ଡକାଯିବ। ଏ ଇନଭିଟେସନ ପାଇକି ମୁଁ ଆଉ ମୋ ପରିବାର ବର୍ଗ ଏବଂ ଆମ ଅଞ୍ଚଳରେ ଥିବା ସମସ୍ତେ ଭାଇ ଓ ଭଉଣୀମାନେ ଖୁସି ଅଛନ୍ତି। ରାଷ୍ଟ୍ରପତିଙ୍କୁ ଆମେ ଧନ୍ୟବାଦ ଜଣାଉଛୁ ଏବଂ ପହଞ୍ଚିଲେ ମଧ୍ୟ ଏଇ କଥା ତାଙ୍କୁ ଧନ୍ୟବାଦ ଜଣାଇବୁ ଜିଲ୍ଲା ତରଫରୁ ଯେ ପୁରୀ ଜିଲ୍ଲାରୁ ଆମକୁ ସେ ମନୋନୀତ କରିଥିବାରୁ ଆମେ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇବୁ। ଏବଂ ଏଇ ଯୋଉ ଚାଷୀ କି ଏତେ ବଡ଼ ସମ୍ମାନ ଦିଆଯାଉଛି ଏଇଟା ନିଶ୍ଚିନ୍ତ ଭାବରେ ଆମ ଜିଲ୍ଲା ଆମ ରାଜ୍ୟ ପାଇଁକା ଗୋଟେ ଗର୍ବ ଆଉ ଗୌରବର ବିଷୟ। ଗୋଟେ ଚାଷୀ କି ସାଧାରଣ ଚାଷୀ କି ଗୋଟେ ଏତେ ବଡ଼ ସମ୍ମାନ ଦେବା ଏଟା ନିଶ୍ଚିନ୍ତ ଭାବରେ ଆମେ ଚିଠି ପାଇଲା ପରେ ବିଶ୍ୱାସ କଲୁ ଯେ ହଁ ବାପୁ ଆମର ଯିବ, ରାଷ୍ଟ୍ରପତି ସମ୍ମାନିତ କରିବେ। ସେଥିପାଇଁ ଆମେ ବହୁତ ଖୁସି, ଆମ ଗାଁ ଗହଳି ଲୋକମାନେ ବହୁତ ଖୁସି ଅଛନ୍ତି ଯେ ଏଠୁ ଆମ ଚାଷୀ ଜଣେ ଯାଇ ରାଷ୍ଟ୍ରପତି ଭବନରେ ଦିଲ୍ଲୀରେ ପୁରସ୍କୃତ ହବ। ବହୁତ ସମ୍ମାନର କଥା, ଏଥିପାଇଁ ବହୁତ ଖୁସି ଆମ ଏରିଆ ଅଛି। ଜ୍ଞାନସ୍ୱରୂପ ସାହୁ ଆମେ ଜାଣିଥିଲୁ ଜଣେ ସଫଳ ମତ୍ସ୍ୟ ଚାଷୀ, ଏଇ ଆମ ଅଞ୍ଚଳର ଗର୍ବ ଗୌରବ ସେ। ଏବଂ ତାଙ୍କ ଘର ବି ଗଣେଶପୁର ପଞ୍ଚାୟତରେ। ଆମେ ଶୁଣିବାକୁ ପାଇଲୁ ଯେ ରାଷ୍ଟ୍ରପତି ଭବନରୁ ତାଙ୍କ ପାଖକୁ ଚିଠି ଆସିଛି, ରାଷ୍ଟ୍ରପତିଙ୍କଠୁ ପୁରସ୍କାର ପାଇବେ ଏବଂ ଉପଢୌକନ ପାଇବେ ଜଣେ ସଫଳ ମାଛ ଚାଷୀ ହିସାବରେ। ତେଣୁ ସେଇଥିପାଇଁ ଆମ ଅଞ୍ଚଳ ଭାରି ଖୁସି ଏବଂ ଗର୍ବିତ। ଚାଷୀମାନଙ୍କୁ ରାଷ୍ଟ୍ରପତି ମହାମହିମ ରାଷ୍ଟ୍ରପତି ଡାକିକିରି ପୁରସ୍କୃତ କରୁଛନ୍ତି ଏବଂ ତାଙ୍କ ପାଖକୁ ଚିଠି ଆସିଛି। ଏଇ କଥା ଆମ ଅଞ୍ଚଳରେ ଯେତେବେଳେ ପ୍ରକାଶ ପାଇଲା ଏଠି ଖୁସିର ଲହରୀ ଏବଂ ସବୁ ଅଞ୍ଚଳର ଚାଷୀ ଏବଂ ଯୋଉମାନେ ଚାଷ ବି କରୁଛନ୍ତି, ମାଛ ଚାଷ କରୁଛନ୍ତି, ଧାନ ଚାଷ କରୁଛନ୍ତି, ଚାଷୀମାନଙ୍କୁ ଯୋଉ ପ୍ରୋତ୍ସାହିତ ଦିଆ ହଉଛି ରାଷ୍ଟ୍ରପତି ଭବନରୁ, ଇଏ ବଡ ଖୁସିର ଖବର ଏବଂ ଆନନ୍ଦର ଖବର। ଏଠି ସେଇଥିପାଇଁ ମୁଁ ମୋର ଖୁସି ବ୍ୟକ୍ତ କରିପାରୁନି। ତେଣୁ ମୁଁ ଭାରି ଖୁସି, କୃତଜ୍ଞତା ପ୍ରକାଶ କରୁଛି ରାଷ୍ଟ୍ରପତି ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ଏବଂ ତାଙ୍କ ପରିବାର ଆଜି ବି ସେମାନେ ଖୁସି ଅଛନ୍ତି ଯେ ସଫଳ ଚାଷୀ ହିସାବରେ ତାଙ୍କ ପୁଅ ଆଜି ପୁରସ୍କୃତ ହେଉଛି। ଚାଷ କରିବା ଦ୍ୱାରା ନିଜକୁ ବଞ୍ଚାଇବା ସହ 15 ଜଣ ବେକାରୀଙ୍କୁ ମଧ୍ୟ ରୋଜଗାର ଯୋଗାଇ ଏବେ ବର୍ଷକୁ 4 ରୁ 5 ଲକ୍ଷ ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି। ଆସନ୍ତା ଜାନୁଆରୀ 26 ତାରିଖରେ ସେ ରାଷ୍ଟ୍ରପତି ଭବନରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଭେଟିବେ, ନିଜେ ଖୁସି ହେବେ। କୋଣାର୍କରୁ ପ୍ରକାଶ କାଣ୍ଡିଙ୍କ ରିପୋର୍ଟ, HRTV ଓଡ଼ିଆ।